जय जगन्नाथ। ମୁଁ ତୁମମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ଗୌରବ ପାଠଶାଳାକୁ। ଆଜି ଏ ଭିଡ଼ିଓରେ ଆମେ ଓଡ଼ିଆ ଗ୍ରାମାର କରିବା। ଆଜି ଆମେ କ'ଣ ଓଡ଼ିଆ ଗ୍ରାମାର କ୍ଲାସ୍ କରିବା, ଯେଉଁଥିରେ ଆମେ ବିଶେଷ୍ୟ ପଦ କମ୍ପ୍ଲିଟ୍ ଜାଣିବା, ତା'ର ଟପ୍ MCQ କରିବା। ଯେଉଁ ସବୁ MCQ ଆମର ଏକ୍ଜାମ୍ ଓରିଏଣ୍ଟେଡ଼୍ ଏକ୍ଜାମ୍ରେ ଆମକୁ ସାହାଯ୍ୟ କରିବ, ସେଇ କ୍ୱେଶ୍ଚିନ୍ ସବୁ ଆମେ କରିବା। ତ ଫାର୍ଷ୍ଟ ଏ କ୍ୱେଶ୍ଚିନ୍ର ଉତ୍ତର ଦେବାକୁ ଚେଷ୍ଟା କର, ଯେଉଁଟାକି 1 ନମ୍ବର ଅଛି ହିମାଳୟ ଭାରତର ଉତ୍ତରରେ ଅବସ୍ଥିତ। ଏଠାରେ ହିମାଳୟ କେଉଁ ପ୍ରକାରର ବିଶେଷ୍ୟ? ସେ ପଚାରିଲା ହିମାଳୟ ଭାରତର ଉତ୍ତରରେ ଅବସ୍ଥିତ। ଏଠାରେ ହିମାଳୟ କେଉଁ ପ୍ରକାରର ବିଶେଷ୍ୟ? କ'ଣ କହିବ? କ'ଣ ଆର ସଠିକ୍ ଉତ୍ତରଟି କ'ଣ ହେବ? ଏଇଟା କ'ଣ OSSS RIର 2021ର କ୍ୱେଶ୍ଚିନ୍ ଏଇଟା। ତ ଚେଷ୍ଟା କର ଉତ୍ତର ଦେବାକୁ। ହିମାଳୟ ଏଇଟା କେଉଁ ବିଶେଷ୍ୟ ପଦ? ଯିଏ ଜାଣିଥିବ ସେ କ'ଣ କହିବ ନା ସଂଜ୍ଞାବାଚକ ବା ନାମବାଚକ ବିଶେଷ୍ୟ ପଦ। ତ ଅପସନ୍ B-କୁ ସିଲେକ୍ଟ କରିବ। ତ ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ନା ଭଜମନ ରାମ ଚରଣ କମଳ। ଏଠାରେ କମଳ କି ପ୍ରକାରର ଶବ୍ଦ? ଏଇଟା ଆସିଥିଲା ARI ଅମିନ 2022ର କ୍ୱେଶ୍ଚିନ୍। କ'ଣ ହେବ? ଭଜମନ ରାମ ଚରଣ କମଳ। ଏଇଟା କି ପ୍ରକାର ପଦ? ବିଶେଷ୍ୟ ନା ବିଶେଷଣ ନା ସର୍ବନାମ ନା ଅବୟ? ନିଶ୍ଚିନ୍ତ ଭାବେ ଏଇଟା ବିଶେଷ୍ୟ ହେବ। ତ ଏ ଦୁଇଟା କ୍ୱେଶ୍ଚିନ୍ରେ ମୋ କହିବା କଥା ଦୁଇଟା କ୍ୱେଶ୍ଚିନ୍ ଦେଖ, ଭାରତ ହିମାଳୟ କ'ଣ, ଏଇଟା କମଳ କ'ଣ। ଆମେ ଯଦି ବିଶେଷ୍ୟ ପଦ ଭଲସେ ବୁଝିଥିବା ତ ଆମକୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତ ଚାଲ ଫାର୍ଷ୍ଟ ଆମେ କନସେପ୍ଟଟା କ୍ଲିୟର ହୋଇଯିବା କି ନା ବିଶେଷ୍ୟ ପଦ କ'ଣ, ତାପରେ ଆମେ MCQ କରିବା। ଆଉ ଯେଉଁ ସବୁ MCQ ଦେଖ, ଏଇଟା 2021 RIରେ ଆସିଥିଲା। ଏଇଟା କ'ଣ ନା ARI ଅମିନ କ୍ୱେଶ୍ଚିନ୍ଟା। ଏହିସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ସବୁ କରିବା, ଯେଉଁ ସବୁ ଆମକୁ ସାହାଯ୍ୟ କରିବ ଆମକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ। ତ ପଦର ଶ୍ରେଣୀ ବିଭାଗରୁ ଆରମ୍ଭ କରିବା। ନା ପଦର ଶ୍ରେଣୀ ବିଭାଗ ନା କହିବା ଆଉ ଲେଖିବା ବେଳେ ଆମେ କ'ଣ କରୁଛେ ନା ବାକ୍ୟର ପ୍ରୟୋଗ କରୁଛେ। କିଛି ନା କିଛି ବାକ୍ୟ ହିଁ କହୁଛେ, କିଛି ବି ଆମ ନିଜର ଭାବକୁ ପ୍ରକାଶ କରିବା ପାଇଁ, ହେଲା, ମାନେ ନିଜର ଭାବକୁ ପ୍ରକାଶ କରିବା ପାଇଁ ଯଦି କିଛି କହିବାକୁ ମାନେ ଚାହୁଁଛେ ଅନ୍ୟ ଏକ ବ୍ୟକ୍ତିକୁ, ଅନ୍ୟ ଏକ ମଣିଷକୁ, ତ ଆମେ କ'ଣ କରୁଛେ? ବାକ୍ୟର ହିଁ ପ୍ରୟୋଗ କରୁଛେ। ତ ସେହି ବାକ୍ୟ ଗୁଡ଼ିକରେ ଯେତେ ସବୁ ପଦ ବ୍ୟବହୃତ ହୁଏ ତାହାକୁ 5 ଭାବରେ ବିଭକ୍ତ କରାଯାଇଛି। ଯେମିତିକି ମାନେ କ'ଣ ମୁଁ କହିବି, ରାମ ଭୁବନେଶ୍ୱର ଯାଇଛି। ଏଇଟା ଗୋଟେ ସମ୍ପୂର୍ଣ୍ଣ ବାକ୍ୟ। ଇଏ ଗୋଟେ ଅର୍ଥ ପ୍ରକାଶ କରୁଛି, ହେଲା। ତ ଇଏ ଗୋଟେ ସମ୍ପୂର୍ଣ୍ଣ ବାକ୍ୟ ନା। ତ ରାମ ଭୁବନେଶ୍ୱର ଯାଇଛି। ତ ରାମ ଗୋଟେ କ'ଣ ପୁଅର ନା, ଭୁବନେଶ୍ୱର ଗୋଟେ ସହରର ନା, ଯାଇଛି କ'ଣ, ଇଏ ତ କ'ଣ ନାଁକୁ ଦର୍ଶଉନି, ଇଏ କ'ଣ ଗୋଟେ କାମକୁ ଦର୍ଶଉଛି। ତ ଏଇ ବିଭିନ୍ନ ପ୍ରକାର କ'ଣ ପଦ, ତ ବିଭିନ୍ନ ପ୍ରକାର କିଏ ନାମକୁ ଦର୍ଶଉଛି, ବିଶେଷ୍ୟ, କିଏ ସର୍ବନାମ, କିଏ ବିଶେଷଣକୁ ଦର୍ଶଉଛି, କି ମାନେ କ'ଣ ମୁଁ କହିବି ଗୋଟେ ପାଚିଲା ଆମ୍ବଟି ପାଚିଲା ଅଛି, ପାଚିଲା ଆମ୍ବ। ତ ପାଚିଲା ଆମ୍ବ କହିଲେ କ'ଣ ନା ଆମ୍ବର ବିଶେଷତ୍ୱକୁ ଦର୍ଶଉଛି। ମାନେ କ'ଣ, କେମିତିକା ଆମ୍ବ ନା ପାଚିଲା ଆମ୍ବ, ଏଇଟା ହେଉଛି ବିଶେଷଣ। ଗଲା କ୍ରିୟା, ଗଲା ଅବୟ, ୟାକୁ କ'ଣ ଇଏ ହେଉଛି ପଦ ହେଉଛି 5 ପ୍ରକାର, ହେଲା। ତ ଆଜି ଆମେ ସମ୍ପୂର୍ଣ୍ଣ ଭାବେ ଭଲସେ ପଢ଼ିବା ବିଶେଷ୍ୟ କ'ଣ। ତ ନେକ୍ସଟ କ୍ଲାସ୍ରେ ଆମେ ସର୍ବନାମ, ବିଶେଷଣ, କ୍ରିୟା ଏବଂ ଅବୟ ମଧ୍ୟ ଜାଣିବା। ତ ଫାର୍ଷ୍ଟ ଆମେ ବିଶେଷ୍ୟ କ'ଣ ଦେଖିବା। ବିଶେଷ୍ୟ କ'ଣ ନା ଦେଖ ଏ ବାକ୍ୟ ଗୁଡ଼ିକ ଦେଖ ନା, ଭୀମରାଓ ଆମ୍ବେଦକର ଓଡ଼ିଶାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବ୍ୟକ୍ତି, ହେଲା ନା। କୃଷକ ସୈନ୍ୟମାନେ କୃଷକ ଓ ସୈନିକମାନେ ଦେଶର ପ୍ରକୃତ ସେବକ। କୃଷକ ଆଉ ସୈନିକ ମାନେ ପଥର, ମାଟି, ମୂର୍ତ୍ତି ଏସବୁ ରହିଲା। ଏସବୁ କ'ଣ ନା ଉପର ଉଦାହରଣରେ ଭୀମରାଓ ଆମ୍ବେଦକର ଜଣେ ବ୍ୟକ୍ତିର ନାମ। ଭୀମରାଓ ଆମ୍ବେଦକର ନିଶ୍ଚିନ୍ତ ଭାବେ ଗୋଟେ ବ୍ୟକ୍ତିର ନାମ।
କୃଷକ ଆଉ ସୈନିକ। କୃଷକ ହେଉଛି କୃଷି କରୁଥିବା ଲୋକଙ୍କର ସାଧାରଣ ନାମ। କୃଷକ ମାନେ କ'ଣ? କୃଷକ ମାନେ ମାନେ ଯିଏ କୃଷି କରନ୍ତି। ତ କୃଷି ମୁଁ ବି କରେ। କୃଷି ଆଉ ମାନେ କ'ଣ ଆଉ 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 ମଧ୍ୟ ଅଲଗା ଲୋକ କରନ୍ତି, ତାଙ୍କର ମଧ୍ୟ ମାନେ କ'ଣ ନିଜସ୍ୱ ମାନେ ନାମ ଅଛି। ଯେମିତିକି କାହାର ନାମ ହେଇଥିବ ଗୋପାଳ, କାହାର କିଛି ବି, କାହାର ହରି। ତ ଏମାନେ କ'ଣ ଏ ବ୍ୟକ୍ତିର ନାମ। କିନ୍ତୁ ଏମାନେ ଯେହେତୁ ଏମାନେ କୃଷି କରୁଛନ୍ତି, ଏମାନଙ୍କ ମାନେ କ'ଣ ତାଙ୍କର ଗୋଟେ ସାଧାରଣ ନାମ, ମୁଁ ଆଙ୍କୁ କ'ଣ କହିବି? କୃଷକ କହିବି। ସେହିପରି ଯେଉଁମାନେ ସୈନିକ ମାନେ ସୈନିକ ମାନେ କ'ଣ? ଯିଏ ମାନେ ଆମ ଦେଶକୁ କ'ଣ ସୁରକ୍ଷା ଦେଉଛନ୍ତି। ତ ସେମାନଙ୍କୁ ଆମେ କ'ଣ ଦେଶକୁ ମାନେ ସୁରକ୍ଷା ମାନେ କ'ଣ ଅନେକ ମାନେ କ'ଣ ସୈନିକ ମାନେ ଦେଉଛନ୍ତି। କାହାର ନାମ ନିଜସ୍ୱର ମାନେ ନିଜର ଅଲଗା ଅଲଗା ନାଁ ଥାଏ। କିନ୍ତୁ ଯଦି ମୁଁ ତାଙ୍କୁ ସାଧାରଣ ଭାବରେ କହିବି, ତାଙ୍କ ଗ୍ରୁପ୍ଟାକୁ କ'ଣ କହିବି ନା ଇଏ ହେଉଛନ୍ତି ସୈନିକମାନେ। ସେମିତି ପଥର ମାଟି ବସ୍ତୁର ନାମ, ସେବା ଓ ଦୟା, କ୍ଷମା ମାନେ ଓ କ୍ଷମା ମଣିଷର ଏକ ଗୁଣର ନାମ। ହଁ, ସେବା କରିବା ହେଲା, ଦୟା, ଏସବୁ କ'ଣ ମଣିଷର ଭିତରେ ଗୋଟେ ଥାଏ କ'ଣ ନା ଏଇଟା ହେଉଛି ଗୋଟେ ଗୁଣର ନାମ। ତ ପଢ଼ିବା ଖାଇବା କାର୍ଯ୍ୟର ନାମ। ସେ କ'ଣ କରୁଛି ନା ପଢ଼ୁଛି। କିନ୍ତୁ ଯଦି ପଢ଼ିବା ହେଉଛି କ'ଣ ଯେଉଁଟା କାର୍ଯ୍ୟର ନାମ ହେଲା। ଯେମିତି କହିବା, ଗାଇବା ଏସବୁ କ'ଣ ଗୋଟେ କାର୍ଯ୍ୟର ନାମ। ତ ଏସବୁ କ'ଣ ନା ନାମବାଚକ ପଦକୁ ବିଶେଷ୍ୟ ପଦ କହନ୍ତି। ମାନେ କ'ଣ ଯେଉଁ ମାନେ ବାକ୍ୟରେ ଯେଉଁ ପଦଟି କ'ଣ କୌଣସି ନାମକୁ ଦର୍ଶାଉଛି, ସିଏ କ'ଣ କୌଣସି ବ୍ୟକ୍ତିର ହେଉ, କୌଣସି ସାଧାରଣ ମାନେ ସାଧାରଣ ଲୋକଙ୍କର ନାମ ହେଉ, କି କୌଣସି ବସ୍ତୁର ନାମ ହେଉ, କିମ୍ବା କୌଣସି ମନୁଷ୍ୟର କୌଣସି ଗୁଣର ନାମ ହେଉ, ଏସବୁ କ'ଣ ନା ଆକୁ ବିଶେଷ୍ୟ ପଦ କହନ୍ତି। ତ ବିଶେଷ୍ୟ ଏଇଟା ଆମେ ପଢ଼ିଲେ ତ 5 ଭାଗରେ। ତ ବିଶେଷ୍ୟ ହେଲା କ'ଣ ନା ଯେଉଁ ପଦ କୌଣସି ନାମକୁ ପ୍ରକାଶ କରେ ତାକୁ ବିଶେଷ୍ୟ ପଦ କହନ୍ତି। ଯେମିତିକି ବ୍ୟକ୍ତି, ଜାତି, ବସ୍ତୁ, ଗୁଣ, କ୍ରିୟାର ନାମକୁ ଯଦି ଦର୍ଶାଉଛି ତାକୁ ବିଶେଷ୍ୟ ପଦ କହିବା। ବିଶେଷ ପ୍ରକାର କେତେ ପ୍ରକାର ବିଶେଷ ନା 5 ପ୍ରକାର। କ'ଣ ନା ବିଶେଷ ହେଉଛି ବ୍ୟକ୍ତିବାଚକ, ଗୋଟେ ଜାତିବାଚକ, ଗୋଟେ ହେଉଛି ବସ୍ତୁବାଚକ, ଗୋଟେ ଗୁଣବାଚକ, ଆଉ ଗୋଟେ ହେଉଛି କ୍ରିୟାବାଚକ। ବ୍ୟକ୍ତିବାଚକ କ'ଣ ନା ବ୍ୟକ୍ତିବାଚକ ହେଉଛି କୌଣସି ବ୍ୟକ୍ତିର ଏକ ନିର୍ଦ୍ଦିଷ୍ଟ ନାମ ବା ନିଜସ୍ୱ କିଛି ବି ନାମ ଥାଏ। ଯେମିତି ସମସ୍ତଙ୍କର ମାନେ କ'ଣ ଭିନ୍ନ ଭିନ୍ନ ନାମ ଥାଏ। ଗୋପବନ୍ଧୁ କୌଣସି ସହରର ଭିନ୍ନ ସହରର ଭିନ୍ନ ନାମ। କଟକ, ଭୁବନେଶ୍ୱର, କାବେରୀ ହେଲା, ଏସବୁ ନାମ ଯିବ ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ହେଲା। ଆଉ ଜାତିବାଚକ କ'ଣ ନା ଛାତ୍ର ମାନେ ସେମାନେ ସ୍କୁଲରେ ପଢ଼ୁଛନ୍ତି ଛୁଆ ଗୁରା, କାହାର ନାମ କ'ଣ ଥିବ, କିନ୍ତୁ ସେମାନେ କ'ଣ ଯେହେତୁ ପାଠ ପଢ଼ୁଛନ୍ତି ତାଙ୍କ ଗ୍ରୁପ୍ ସାଧାରଣ ଗ୍ରୁପ୍, ଏମାନଙ୍କୁ କ'ଣ କହିବେ ଛାତ୍ର କିମ୍ବା ଛାତ୍ରୀ। ଝିଅମାନଙ୍କୁ ଛାତ୍ରୀ କହନ୍ତି। କିନ୍ତୁ ଏମାନଙ୍କର ଯଦି ମାନେ ନିର୍ଦ୍ଦିଷ୍ଟ ଭାବରେ ଗୋଟେ ଝିଅକୁ ପଏଣ୍ଟ ଆଉଟ୍ କରି ତାକୁ ତା ନାମ ପଚାରିବା, ତାର ନାମ ଯଦି ସୀତା, ତ ସେଇଟା ହେବନି, ସେଇଟା ହେବ ବ୍ୟକ୍ତିବାଚକ। କିନ୍ତୁ ତାଙ୍କ ଗ୍ରୁପ୍ଟାକୁ କ'ଣ କହିବା ନା ତାଙ୍କର ଛାତ୍ରୀ। ବସ୍ତୁବାଚକ ଯେମିତି ମାଟି, କାଠ, ଲୁହା ହେଲା, ରୂପା, ସୁନା, ଏସବୁ କେଉଁଥିରେ ଯିବ ନା ବସ୍ତୁବାଚକରେ ଯିବ। ଗୁଣବାଚକ ନା ଅହିଂସା, ମନର ମଣିଷର ଯାହା ସବୁ ଗୁଣ ଅଛି, ହିଂସା ହେଉ, ଅହିଂସା ହେଉ, ସତ୍ୟ ହେଉ, ସରଳତା ହେଉ, ଦୟା ହେଉ, କ୍ଷମା ହେଉ, ଏସବୁ କେଉଁଥିରେ ଯିବ ନା ଗୁଣବାଚକ ବିଶେଷ୍ୟ ପଦ। କ୍ରିୟାବାଚକ କ'ଣ କୌଣସି ଏକ କାର୍ଯ୍ୟର ନାମ, ମାନେ କାର୍ଯ୍ୟ କ'ଣ ଲେଖିବା, ଖାଇବା, ପଢ଼ିବା, ଖେଳିବା, ଏସବୁ ଗୋଟେ କାର୍ଯ୍ୟ। ଏସବୁ ଗୋଟେ କାର୍ଯ୍ୟ ନା। ତ ଦେଖ ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ପ୍ଲେଗ୍ରାଉଣ୍ଡରେ ପିଲା ଖେଳୁଛନ୍ତି ହେଲା, ମୁଁ ଯାଇ ପଚାରିଲି ଇଏ କ'ଣ କରୁଛନ୍ତି। ଏଇ ଯେଉଁ କାର୍ଯ୍ୟଟା ହେଉଛି ମାନେ ଏଇ ଯେଉଁ କାର୍ଯ୍ୟଟା ହେଉଛି ପଢ଼ିବା ଭିତରେ ଇଏ କ'ଣ ହେଉଛି? ଖେଳିବା ଗୋଟେ କାର୍ଯ୍ୟ ନା, ଗାଇବା, ଖେଳିବା, ଇଏ ଗୋଟେ ମାନେ କ'ଣ ମଣିଷର ଆକ୍ଟିଭିଟି ଗୁରା, ଏଇସବୁ କ'ଣ କାର୍ଯ୍ୟ। ତ ମୁଁ ପଚାରିଲି ଏ ପଢ଼ିବା ଭିତରେ କ'ଣ ହେଉଛି? ତ ସେମାନେ ନିଶ୍ଚିନ୍ତ ଭାବେ ଯିଏ ମୋତେ ଉତ୍ତର ଦେବ, କ'ଣ ଉତ୍ତର ଦେବ ନା ଏ ଭିତରେ ଖେଳ ହେଉଛି, ଖେଳିବା ହେଉଛି, ଏଇଟା ନାଁକୁ ବୁଝାଉଛି ନା। ଯଦି ସେଇ ପଡ଼ିଆ ଭିତରେ କ'ଣ ହୋଇଥାନ୍ତା, ସେ ପଡ଼ିଆର କୌଣସି ଗୋଟେ କାମ ହୋଇଥାନ୍ତା।
ହେଲା। ପଡ଼ିଆ ଖରାପ ହେଇଯାଇଛି, ସଫା କରିଥାନ୍ତେ ପଡ଼ିଆକୁ, ତ ସେ କଥା ନା ସଫା କରିବା। ଇଏ ଗୋଟେ କ'ଣ ନାମ, କୌଣସି ଗୋଟେ କାର୍ଯ୍ୟର ନାମ ହେଲା। ସେ ପଡ଼ିଆ ଭିତରେ ଯଦି ଦୌଡ଼ ପ୍ରତିଯୋଗୀ ଥାନ୍ତା, ଦୌଡ଼ିବା ମଧ୍ୟ ଗୋଟେ କାର୍ଯ୍ୟର ନାମ, ଦୌଡ଼ ଯେଉଁଟାକି ଆମ କାର୍ଯ୍ୟର ନାମ। ତ ଏସବୁ କ'ଣ ନା କ୍ରିୟାବାଚକ ବିଶେଷ୍ୟ ପଦ। ତାହେଲେ ଭଲସେ ବୁଝିବା କି ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ ପଦ କାହାକୁ କୁହାଯାଏ ନା ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ହେଲା, ସ୍ଥାନ, ନଦୀ, ପର୍ବତ ଓ ବା ଗ୍ରନ୍ଥର ନାମକୁ ବୁଝାଏ। କ'ଣ କରେ ନା ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଯେଉଁ ପଦ ହେଲା କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାମ ହେଉ, ସ୍ଥାନର ନାମ ହେଉ, ନଦୀର ନାମ ହେଉ, ପର୍ବତର ନାମ ବା ଗ୍ରନ୍ଥର ନାମ ହେଉ, ଗୋଟେ ନିର୍ଦ୍ଦିଷ୍ଟ କୌଣସି ଗୋଟେ ନାମ, ସେ ପର୍ବତ, ନଦୀ, ସ୍ଥାନ, ବ୍ୟକ୍ତି, ଗ୍ରନ୍ଥ ଯାହା ବି ହେଉ ତାକୁ କ'ଣ କହିବା ନା ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ ପଦ କହିବା। ଯେପରିକି ବ୍ୟକ୍ତି କ'ଣ ନା ଗୋପବନ୍ଧୁ ଗୋଟେ ବ୍ୟକ୍ତିର ନିର୍ଦ୍ଦିଷ୍ଟ ନାମ, ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାମ ନା ଏଇଟା। କଟକ ଏକ ସହରର ନାମ, କପିଳାସ ଏକ ନିର୍ଦ୍ଦିଷ୍ଟ ପାହାଡ଼ର ନାମ ହେଲା। କପିଳାସ ଏକ ନିର୍ଦ୍ଦିଷ୍ଟ ପାହାଡ଼ର ନାମ, ଯେମିତି କାବେରୀ ଏକ ନିର୍ଦ୍ଦିଷ୍ଟ ନଦୀ, ମହାଭାରତ ଏକ ନିର୍ଦ୍ଦିଷ୍ଟ ଗ୍ରନ୍ଥ, ରାମାୟଣ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଗ୍ରନ୍ଥ। ଏସବୁ କ'ଣ ନା ବିଶେଷ୍ୟ ପଦର ଉଦାହରଣ। ଜାତିବାଚକ କ'ଣ ନା ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ, ଏସବୁ ଏମାନେ କାହାକୁ ବୁଝାଉଥିଲେ? ବ୍ୟକ୍ତିବାଚକରେ କ'ଣ ବୁଝାଉଥିଲେ ନା ବ୍ୟକ୍ତିବାଚକରେ ଏକ ନିର୍ଦ୍ଦିଷ୍ଟ ନାମକୁ ବୁଝାଉଥିଲା ହେଲା। କିନ୍ତୁ ଏଇଟା ଏକ ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇକି କ'ଣ ନା ଏକ ଜାତି ବା ଏକ ଶ୍ରେଣୀକୁ ବୁଝାଏ, ତାହାକୁ ଜାତିବାଚକ କୁହାଯାଏ। ଯେପରି ଛାତ୍ର, ଏହା ସମସ୍ତ ଛାତ୍ର ଶ୍ରେଣୀକୁ ବୁଝାଉଛି। ସେଇ କ୍ଲାସ୍ରେ ପଢ଼ୁଥିବା ସମସ୍ତ ଛାତ୍ର ଶ୍ରେଣୀକୁ ବୁଝାଉଛି ହେଲା। ଗୋଟେ କ୍ଲାସ୍ରେ ଛାତ୍ର ଥାଆନ୍ତି, ଛାତ୍ରୀ ଥାଆନ୍ତି, ଶିକ୍ଷକ ବା ଶିକ୍ଷୟିତ୍ରୀ ଥାଆନ୍ତି। ତ ଏମାନେ ଯେଉଁ ଛାତ୍ରମାନେ, ସେ 10 ଜଣ ହୁଅନ୍ତୁ କି 15 ଜଣ ହୁଅନ୍ତୁ, ତ ସେମାନଙ୍କର ନିର୍ଦ୍ଦିଷ୍ଟ ମାନେ ନାମ ଥିବ। କାହା ନାଁ ରାମ, କାହା ନାଁ ହରି, କାହା ନାଁ ଗୋପାଳ, ଏସବୁ ଥିବ। କିନ୍ତୁ ସେମାନଙ୍କର ଶ୍ରେଣୀକୁ ମାନେ ଏ ଗ୍ରୁପକୁ ଆମେ କ'ଣ କହୁଛେ? ଏମାନେ ହେଉଛନ୍ତି ଛାତ୍ର, ଏମାନେ ହେଉଛନ୍ତି ଛାତ୍ରୀ। ବୁଝିପାରିଲ ନା ବୁଝିପାରିଲନି? ଏମାନେ ଯେହେତୁ ଏଇଟା ବୟ ଗ୍ରୁପ୍, ଆମେ କହିବା ଏଇଟା ଛାତ୍ରମାନେ, ଏମାନେ ଛାତ୍ରୀମାନେ। ତ ଏଇ ଛାତ୍ରମାନେ, ତ ଏମାନେ ଏଇଟା କହୁଛନ୍ତି ଜାତିବାଚକ ବିଶେଷ। ଯେମିତି ପର୍ବତ ମାନେ କ'ଣ? ଏହା ଦୁନିଆର ସମସ୍ତ ପର୍ବତକୁ ବୁଝାଏ। ଯେପରିକି ଆମେ ପଢ଼ିଲେ କପିଳାସ ଗୋଟେ ପର୍ବତର ଏକ ନିର୍ଦ୍ଦିଷ୍ଟ ପର୍ବତର ନାମ। ଇଏ ହେଉଛି ଗୋଟେ କପିଳାସ, କହୁଛି ଉଦାହରଣ ସ୍ୱରୂପ ନା ଏଇଟା ହେଉଛି କପିଳାସ ପର୍ବତ, ଏଇଟା ହେଉଛି ଧର ହିମାଳୟ ପର୍ବତ। କିନ୍ତୁ ମୁଁ ଦୁଇଟାର ନାଁ ଜାଣିନି। ମୋତେ ଜଣେ ପଚାରିବ, ଛୋଟ ଛୁଆଟି, କି ନାଇଁ ଏଇଟା କ'ଣ, ତ ତୁମେ କ'ଣ ଉତ୍ତର ଦେବ? ଏଇଟା ଗୋଟେ ପର୍ବତ ବୋଲି ଉତ୍ତର ଦେବ। ହିମାଳୟ, ସେମିତି ହିମାଳୟଟି ପାଖରେ ସେଇଟା ପଚାରି ଏଇଟା କ'ଣ, ତୁମେ ଏଇଟା ବି ଗୋଟେ ପର୍ବତ। କିନ୍ତୁ ଯଦି ମୁଁ ଜାଣିଥିବି କି ନା ଏଇ ପର୍ବତର ନାମ କ'ଣ, ଏଇଟା ହେବ କପିଳାସ ପର୍ବତ, କି ଏଇଟା ହିମାଳୟ ପର୍ବତ। ତ ଇଏ ସମସ୍ତେ, ଏଇ ଯେଉଁ କପିଳାସ ହେଉ, ହିମାଳୟ ହେଉ, ଏସବୁ କେଉଁଥିରେ ଯାଉଛନ୍ତି ନା ପର୍ବତର ଶ୍ରେଣୀରେ ଯାଉଛନ୍ତି ନା। ତ ଏଇଟା କ'ଣ? ପର୍ବତ ହେଉଛି ଜାତିବାଚକ। ନଦୀ, ଏହା ଗଙ୍ଗା, ଯମୁନା ପରି ସମସ୍ତ ନଦୀକୁ ଏକାଠି ବୁଝାଇଥାଏ। ତ ତା ପରବର୍ତ୍ତୀ ଦେଖ ନା ବସ୍ତୁବାଚକ ବିଶେଷ। ବସ୍ତୁବାଚକ ପୁରା ସିମ୍ପଲ୍ ନା କୌଣସି ଏକ ବସ୍ତୁ, ସେ ମାଟି ହେଉ, କାଠ ହେଉ, ଲୁହା ହେଉ, ପାଣି ହେଉ, କିରୋସିନି ହେଉ, ରୂପା ହେଉ, ସୁନା ହେଉ, ହୀରା ହେଉ, ସବୁ ପ୍ରକାରର ବସ୍ତୁକୁ ଇଏ ବୁଝାଏ। ଗୁଣବାଚକ କ'ଣ ନା ମଣିଷ ଭିତରେ ଥିବା ସମସ୍ତ ଗୁଣ, ଅହିଂସା, ସତ୍ୟ, ଦୟା, କ୍ଷମା, ସରଳତା, ପାଣ୍ଡିତ୍ୟ, ଏସବୁ କେଉଁଥିରେ ଯିବ ନା ଗୁଣବାଚକ ବିଶେଷ ପଦରେ ଯିବ। ନା ଯେଉଁ ପଦ କୌଣସି ଅବସ୍ଥା ବା ଗୁଣର ନାମକୁ ବୁଝାଏ ତାକୁ ଗୁଣବାଚକ ବିଶେଷ କୁହାଯାଏ। ଏହାକୁ କେବଳ ଅନୁଭବ କରାଯାଇପାରେ, ଦେଖିବା ଛୁଇଁବା ସମ୍ଭବ ନୁହେଁ ହେଲା। କ୍ରିୟାବାଚକ ବିଶେଷ କ'ଣ ନା ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ବା କ୍ରିୟାର ନାମକୁ ବୁଝାଏ, ତାକୁ କୁହାଯାଏ। ମନେ ରଖନ୍ତୁ, ଏହା କ୍ରିୟାପଦ ନୁହେଁ ବରଂ କାମର ନାମଟା। ପଢ଼ିବା ଏକ ଭଲ ଅଭ୍ୟାସ। ଏଠାରେ ପଢ଼ା ବା ପଢ଼ିବା ଏକ କାର୍ଯ୍ୟର ନାମ। ଦେଖ, ପଢ଼ିବା ଏକ ଭଲ ଅଭ୍ୟାସ। ଏ ଯେଉଁ କାର୍ଯ୍ୟଟା ହେଉଛି ପଢ଼ିବା, ଏଇଟା ତ ଏଇଟା ଗୋଟେ ନାମକୁ ବୁଝାଉଛି ନା। ମୁଁ କହିଥାନ୍ତି ଗାଇବା ଗୋଟେ ଭଲ ଅଭ୍ୟାସ, ତ ଏଇଟା ଗୋଟେ ଗାଇବା ଗୋଟେ କାର୍ଯ୍ୟର ନାମ ନା। ତ ଏଇଟା କ'ଣ ହେବ? କ୍ରିୟାବାଚକ। ଭୋଜନ, ଶୟନ, ଖେଳ, ଏଗୁଡ଼ିକ ଭିନ୍ନ ଭିନ୍ନ କାର୍ଯ୍ୟର ନାମକୁ ବୁଝାଉଛି। ତ ଚାଲ
ଆମେ ଭଲ ଭାବେ ପଢ଼ିଲେ ବିଶେଷ୍ୟ ପଦ କ'ଣ, ପଦ କେତେ ପ୍ରକାର, ତାପରେ ପଢ଼ିଲେ ବିଶେଷ୍ୟ ପଦ କ'ଣ, ବିଶେଷ୍ୟ ପଦ କେତେ ପ୍ରକାର ପଢ଼ିଲେ। ତ ଚାଲ କ'ଣ ପୂର୍ବ ସବୁ କ'ଣ ବର୍ଷର ଆସିଥିବା ସବୁ ଏକ୍ଜାମ୍ର କୋଶ୍ଚିନ୍ ଓଡ଼ିଆର, ଏଇଟା O3 କୋଶ୍ଚିନ୍ ଯେଉଁଟା କ'ଣ ଥିଲା ନା କଟକ ଏକ କେଉଁ ପ୍ରକାର ବିଶେଷ୍ୟ। କଟକ ଗୋଟେ ସହରର ନାମ, ନିଶ୍ଚିନ୍ତ ଭାବେ ଇଏ ଗୋଟେ ବିଶେଷ୍ୟ ପଦ। ତ ସିଏ ପଚାରିଲା ଏଇଟା କେଉଁ ପ୍ରକାରର ବିଶେଷ୍ୟ ପଦ। ବିଶେଷ୍ୟ ପଦ ଆମେ ପଢ଼ିଲେ କେତେ ପ୍ରକାର, 5 ପ୍ରକାର। ସେଇ 5 ପ୍ରକାର ବିଶେଷ୍ୟ ପଦରୁ ଏଇଟା କେଉଁ ପ୍ରକାର ବିଶେଷ୍ୟ ପଦ ନା କ'ଣ, ଜାତିବାଚକ ନୁହଁ, କାହିଁକି ନା ଇଏ କୌଣସି ଜାତିକି ବୁଝଉନି, ଇଏ ଏକ ନିର୍ଦ୍ଦିଷ୍ଟ ସହରକୁ ବୁଝଉଛି। ତ ଇଏ କ'ଣ ହେବ, ବସ୍ତୁବାଚକ ନୁହେଁ, ଏ ବସ୍ତୁକୁ ବୁଝଉନି, ଏ ଗୋଟେ ସଂଜ୍ଞାବାଚକ ବା କ'ଣ ବା ବ୍ୟକ୍ତିବାଚକ ବିଶେଷ୍ୟ ପଦ, ଗୋଟେ ନାମକୁ ବୁଝଉଛି ନା, ତ ଏଇଟା ହେବ କ'ଣ ସଂଜ୍ଞାବାଚକ ବିଶେଷ୍ୟ ପଦ। ଦେଖ ଏଇଠି ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ ପଦରେ ଆମେ ଉଦାହରଣ ନେଇଥିଲେ ସହରର ନାମ ଯେପରି କଟକ ହେଲା, ଗୁଣବାଚକ ହେବନି। ନେକ୍ସଟ ପରବର୍ତ୍ତୀ କୋଶ୍ଚିନ୍ ଦେଖ ନା ନଦୀ ପଦଟି କେଉଁ ବିଶେଷ୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ। ନଦୀ ଇଏ ଗୋଟେ ନାମ, ପଦଟି କେଉଁ ବିଶେଷ୍ୟ ବ୍ୟକ୍ତିବାଚକ ନୁହଁ, ଏକ ନିର୍ଦ୍ଦିଷ୍ଟ ନଦୀକୁ ବୁଝଉଛି କି ସେ କହିଛି କି ଏଇଟା ମହାନଦୀ କି ବ୍ରାହ୍ମଣୀ କି ବୈତରଣୀ କି ନଦୀ, ଏମିତି ନାଁ କିଛି କହିଛି କି କହିନି, ଇଏ ତାଙ୍କର ସମୂହ ଶ୍ରେଣୀକୁ ବୁଝଉଛି। ତ କ'ଣ ହେବ, ଜାତିବାଚକ ହେବ ନା ବସ୍ତୁବାଚକ ନା କ୍ରିୟାବାଚକ। କ୍ରିୟାବାଚକ ତ ହେବନି, ବସ୍ତୁବାଚକ, ଇଏ କେଉଁ ବସ୍ତୁ ନୁହଁ, ଏଇଟା କ'ଣ ହେବ ଜାତିବାଚକ। କାହିଁକି ନା ସମସ୍ତ ପ୍ରକାର ନଦୀମାନଙ୍କର ଯେଉଁ ଅଛି ଆମ ନଦୀମାନଙ୍କର ତାଙ୍କର ଜାତିକୁ ବା ଶ୍ରେଣୀକୁ ବୁଝଉଛି, ଯେହେତୁ ଏଇଟା ଶ୍ରେଣୀକୁ ବୁଝଉଛି ଏଇଟା କ'ଣ ହେବ ଜାତିବାଚକ ବିଶେଷ୍ୟ ପଦ। ଏଇଟା ARI 2021ର ଏକ୍ଜାମ୍ର କୋଶ୍ଚିନ୍ ବୁଝିଲ ତ। 3 ନମ୍ବର ଲୁହା ଏକ ଲୁହା ଗୋଟେ ବସ୍ତୁଟା, ଆଖି ମୁଜି କ'ଣ କରିବ ନା ବସ୍ତୁବାଚକ ବିଶେଷ୍ୟ ପଦ। ସରଳତା ହେଉ, କ୍ଷମା ହେଉ, ସ୍ନେହ ହେଉ, ଭଲ ପାଇବା ହେଉ, ଦୟା, କ୍ଷମା, ଏସବୁ ଅହିଂସା, ହିଂସା, ଏସବୁ କେଉଁଥିରେ ଯାଉଛି ନା ମଣିଷର ଗୁଣ, ଏଗୁଡ଼ା ଆମେ ଦେଖିପାରୁନେ କି ଛୁଇଁ ପାରୁନେ, ତ ଏଇଟା କ'ଣ ହେବ ଗୁଣବାଚକ ମାନେ କ'ଣ ବିଶେଷ୍ୟ ପଦ। ପରବର୍ତ୍ତୀ କୋଶ୍ଚିନ୍ ଦେଖ ପଢ଼ିବା କି ପ୍ରକାର ବିଶେଷ୍ୟ ପଦ। ପଢ଼ିବା ଗୋଟେ କାର୍ଯ୍ୟ ହେଉଛି ଏଠି, ପଢ଼ିବା ଗୋଟେ କ'ଣ ଆକ୍ଟିଭିଟି ହେଉଛି, ସେ କ'ଣ କରୁଛି ନା ସେ ପଢ଼ୁଛି ବା ପଢ଼ିବା, ଏସବୁ କ'ଣ ଗୋଟେ କ୍ରିୟା ବା ମାନେ କାମର ନାମ ବା କାର୍ଯ୍ୟର ନାମ, ତ ଏଇଟା ହେବ କ୍ରିୟାବାଚକ ବିଶେଷ୍ୟ ପଦ। ହିମାଳୟ ପୃଥିବୀର ଉଚ୍ଚତମ ପର୍ବତ, ଏଠାରେ ପର୍ବତ କେଉଁ ବିଶେଷ୍ୟ, ସେ କହିନି ହିମାଳୟ ପଚାରିନି, ଏଠି ପଚାରିଛି ପର୍ବତଟା କେଉଁ ବିଶେଷ୍ୟ ପଦ। ଯଦି ହିମାଳୟ ପଚାରିଥାନ୍ତା ଇଏ ଗୋଟେ ନିର୍ଦ୍ଦିଷ୍ଟ ପାହାଡ଼କୁ ବୁଝଉଛି, ପାହାଡ଼ ବା ପର୍ବତକୁ ବୁଝଉଛି, ତ ସେଠି ଆମେ ଏଇଟାକୁ ସଂଜ୍ଞାବାଚକ ବା ବ୍ୟକ୍ତିବାଚକ କରିଦେଇଥାନ୍ତେ। କିନ୍ତୁ ଏଇଟା ଯେହେତୁ ଗୋଟେ ପୃଥିବୀର ଉଚ୍ଚତମ ପର୍ବତ ବା ପର୍ବତକୁ ବୁଝଉଛି, ମାନେ ସମୂହ ପର୍ବତ ପାହାଡ଼ର ଗ୍ରୁପକୁ ବୁଝଉଛି, ଏଇଟା କ'ଣ ହେବ ତାଙ୍କ ଜାତିକୁ ବୁଝଉଛି ନା, ତ ଏଇଟା ଜାତିବାଚକ ହିଁ ହେବ। ଅପସନ୍ ସି ହେଉଛି ସଠିକ୍ ଉତ୍ତର। 7 ନମ୍ବର ଦୟା ଓ କ୍ଷମା, ଇଏ ହେଉଛି ମଣିଷର ଗୋଟେ ଗୁଣ, ତ ଏଇଟା କ'ଣ ହେବ ଗୁଣବାଚକ ବିଶେଷ୍ୟ ପଦ। ଅପସନ୍ ବି ହେଉଛି ସଠିକ୍ ଉତ୍ତର। ସୁନା କେଉଁ ପ୍ରକାର, ଏବେ କହିଥିଲି ବସ୍ତୁ ଇଏ ଗୋଟେ, ଯେହେତୁ ଇଏ ହେଉଛି ବସ୍ତୁବାଚକ ବିଶେଷ୍ୟ ପଦ। ଏଇଟା କେଉଁଥିରେ ନା OSSI 2022ର କୋଶ୍ଚିନ୍। ପରବର୍ତ୍ତୀ କୋଶ୍ଚିନ୍ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ, ଏଠାରେ ଧର୍ମ କି ପଦ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ହେଲା, 2024ରେ ଆସିଥିଲା ICDC ସୁପରଭାଇଜରରେ କୋଶ୍ଚିନ୍। ଏଇଟା ଧର୍ମ କ'ଣ ଏଇଟା ବିଶେଷ୍ୟ ପଦ। ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ବୁଝେ ତାକୁ କ'ଣ କୁହାଯାଏ, ଗୋଟେ ନିର୍ଦ୍ଦିଷ୍ଟ ନାମ, ସେ ବ୍ୟକ୍ତିର ହେଉ, ସହରର ହେଉ ହେଲା, କୌଣସି ମାନେ ଜାତିର ହେଉ, କୌଣସି ଗ୍ରନ୍ଥର ହେଉ ବା କୌଣସି ବହିର ହେଉ, କୌଣସି ପାହାଡ଼ର ହେଉ, ନିର୍ଦ୍ଦିଷ୍ଟ ନାମ କହିଲା ମାନେ ବ୍ୟକ୍ତିବାଚକ ଆସିବ। ପରବର୍ତ୍ତୀ କୋଶ୍ଚିନ୍ ଗଙ୍ଗା ଭାରତର ପବିତ୍ର ନଦୀ, ଏଠାରେ ଗଙ୍ଗା କେଉଁ ପ୍ରକାର ବିଶେଷ୍ୟ। ଏଠି ନଦୀ ପଚାରିଥିଲେ ହେଇଥାନ୍ତା ଜାତିବାଚକ, କିନ୍ତୁ ଯେହେତୁ ଏକ ନିର୍ଦ୍ଦିଷ୍ଟ ନଦୀର ନାମକୁ ପଚାରିଛି ଏଇଟା କ'ଣ ହେବ ସଂଜ୍ଞାବାଚକ ବିଶେଷ୍ୟ ପଦ। 12 ନମ୍ବର ଦେଖ ପଥର କି ପ୍ରକାର ବିଶେଷ୍ୟ। ପଥର ଗୋଟେ ବସ୍ତୁରେ ଯିବ, ତ ବସ୍ତୁବାଚକ ବିଶେଷ୍ୟ ପଦ। ଭୋଜନ କରିବା, ଖାଇବା ଗୋଟେ କାର୍ଯ୍ୟ, ତ କାର୍ଯ୍ୟ ହେଲେ କ୍ରିୟାବାଚକ ବିଶେଷ୍ୟ ପଦ। ପରବର୍ତ୍ତୀ କୋଶ୍ଚିନ୍ କାଳିଦାସଙ୍କୁ ଭାରତର ସେକ୍ସପିୟର କୁହାଯାଏ।
ଭଲ କୋଶ୍ଚିନ୍ଟା ଦେଖ ଏଇଟା ନା କ'ଣ କାଳିଦାସଙ୍କୁ ଭାରତର ସେକ୍ସପିୟର କୁହାଯାଏ। ଏଠାରେ ସେକ୍ସପିୟର କି ବିଶେଷ୍ୟ କ'ଣ ହେବ କାଳିଦାସଙ୍କୁ ଭାରତର ସେକ୍ସପିୟର କୁହାଯାଏ। ଯଦି କାଳିଦାସ ପଚାରିଥାନ୍ତା ଏଇଟା ହେଇଥାନ୍ତା ଗୋଟେ ବ୍ୟକ୍ତିର ନାମ ଯେହେତୁ ଏଇଟା କ'ଣ ସଂଜ୍ଞାବାଚକ ହେଇଥାନ୍ତା ତ ଏଇଟା ସଂଜ୍ଞାବାଚକ ହେବନି। ଭାରତର ସେକ୍ସପିୟର ଆଉ ଜଣଙ୍କ ସହିତ ତୁଳନା କରାଯାଇଛି। ବୁଝିପାରିଲ ନା ବୁଝିପାରିଲନି ଏ ସିଚୁଏସନ୍ ଏଇଟା କ'ଣ ହେବ ସେକ୍ସପିୟରଟା କ'ଣ ହେବ ଜାତିବାଚକ କ'ଣ ହେବ ନା ଜାତିବାଚକ ବିଶେଷ୍ୟ ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ମଣିଷ କେଉଁ ପ୍ରକାର ବିଶେଷ ମଣିଷ ବ୍ୟକ୍ତିବାଚକ ନୁହଁ କାରଣ କୌଣସି ମଣିଷର ନିର୍ଦ୍ଦିଷ୍ଟ ନାମକୁ ବୁଝୁନି ଏଇଟା ଜାତିକୁ ବୁଝୁଛି ତ ଏଇଟା ଜାତିବାଚକ ବିଶେଷ୍ୟ ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ଶୟନ କି ପ୍ରକାର ବିଶେଷ ଶୟନ ଶୋଇବା ଏଇଟା ଗୋଟେ କାମ ହେଉଛି ତ ଏଇଟା ହେବ କ୍ରିୟାବାଚକ ବିଶେଷ୍ୟ ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖ ନା 7 ନମ୍ବର ସୌନ୍ଦର୍ଯ୍ୟ କେଉଁ ବିଶେଷର ଅନ୍ତର୍ଭୁକ୍ତ ସୌନ୍ଦର୍ଯ୍ୟ ସୌନ୍ଦର୍ଯ୍ୟ ମଣିଷର କ'ଣ ଏଇଟା ଗୁଣ ହେଲା ତ ସୌନ୍ଦର୍ଯ୍ୟ ମଣିଷର ଗୁଣ ବୁଝୁଛୁ ଆମେ ସେଟାକୁ ଦେଖିପାରୁନେ ବା ଛୁଇଁପାରୁନେ ତ ଏଇଟା କ'ଣ ହେବ ଗୁଣବାଚକ ବିଶେଷ୍ୟ ପଦ। 18 ନମ୍ବର କ୍ୱେଶ୍ଚିନ୍ ନା ଜଳ କି ବିଶେଷ୍ୟ ପଦ ଜଳ କି ବିଶେଷ୍ୟ ପଦ ଜଳ କି ବିଶେଷ୍ୟ ପଦ ହେଲା 2024 କ୍ୱେଶ୍ଚିନ୍ ହେଲା ତ ଜଳ କି ବିଶେଷ୍ୟ ପଦ ଜଳ କି ବିଶେଷ୍ୟ ପଦ କ'ଣ ହେବ ନା ଯେ ବସ୍ତୁବାଚକ ନା ଜାତିବାଚକ ନା ସଂଜ୍ଞାବାଚକ ନା ଗୁଣବାଚକ ତ ଜଳ ଗୋଟେ ବସ୍ତୁ ତ ବସ୍ତୁ ଏଇଟା କ'ଣ ହେବ ନା ବସ୍ତୁବାଚକ ବିଶେଷ୍ୟ ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ବହି ପଦଟି କି ପ୍ରକାର ବିଶେଷ୍ୟ ଏଆର୍ଆଇ କ୍ୱେଶ୍ଚିନ୍ ଏଇଟା 2021ର ନା ବହି ପଦଟି କି ପ୍ରକାର ବିଶେଷ୍ୟ ନା ବହି ହେଉଛି ଗୋଟେ ବସ୍ତୁରେ ଯାଉଛି ତ ବସ୍ତୁବାଚକ ବିଶେଷ୍ୟ ପଦ। ଗୋପବନ୍ଧୁ ଓଡ଼ିଶାର ଜଣେ ମହାନ ବ୍ୟକ୍ତି ଏଠାରେ ଗୋପବନ୍ଧୁ ଗୋଟେ ନିର୍ଦ୍ଦିଷ୍ଟ ଏକ ବ୍ୟକ୍ତିର ନାମ ଯେହେତୁ ଏଇଟା ହେବ କ'ଣ ସଂଜ୍ଞାବାଚକ କ'ଣ ସଂଜ୍ଞାବାଚକ ବିଶେଷ୍ୟ ପଦ। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଓଡ଼ିଶା କହିଥାନ୍ତା ଓଡ଼ିଶା ମଧ୍ୟ ଏକ ସଂଜ୍ଞାବାଚକ ହେଇଥାନ୍ତା କାହିଁକି ନା ଗୋଟେ ରାଜ୍ୟର ନାମ। ତେଲ କି ପ୍ରକାର ବିଶେଷ୍ୟ ବସ୍ତୁରେ ଯାଉଛି। ପାଣ୍ଡିତ୍ୟ କେଉଁ ଶ୍ରେଣୀର ବିଶେଷ୍ୟ ପାଣ୍ଡିତ୍ୟ ହେଉଛି ଗୁଣବାଚକରେ ଯିବ କାହିଁକି ନା ଏଇ ମଣିଷର ଗୋଟେ ଗୁଣ। ଗମନ କେଉଁ ପଦ ଗମନ କେଉଁ ପଦ କ୍ରିୟାବାଚକ ବିଶେଷ୍ୟ ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖ ନା ସହର କେଉଁ ବିଶେଷ୍ୟ ପଦ ସହରର ଏକ ନିର୍ଦ୍ଦିଷ୍ଟ ନାମକୁ ବୁଝଉନି ଏଇଟା ସହର ସମୂହ ସହର ବା ଜାତିବାଚକ। ରାମାୟଣ କେଉଁ ବିଶେଷ୍ୟ ଗ୍ରନ୍ଥର ନାମ ଏକ ନିର୍ଦ୍ଦିଷ୍ଟ ଗ୍ରନ୍ଥର ନାମ ଯେହେତୁ ଏଇଟା ହେବ କ'ଣ ସଂଜ୍ଞାବାଚକ ବିଶେଷ୍ୟ ପଦ। 26 ନମ୍ବର ଲୁହାରେ ଅନେକ ଜିନିଷ ତିଆରି ଏଇଟା ଲୁହା ହେଉଛି ଗୋଟେ ବସ୍ତୁ ଏଇଟା ଫରେଷ୍ଟ ଗାର୍ଡ଼ 2021ର କ୍ୱେଶ୍ଚିନ୍ ବସ୍ତୁବାଚକ ହେବ। ଧାର୍ମିକତା କେଉଁ ବିଶେଷ୍ୟ ପଚାରିଲା ନା ଧାର୍ମିକତା କେଉଁ ବିଶେଷ୍ୟ ଧାର୍ମିକତା ହେଉଛି ଗୁଣ ତ ଏଇଟା ହେବ ଗୁଣବାଚକ ବିଶେଷ୍ୟ ପଦ। 28 ନା ଶିକ୍ଷକ କେଉଁ ବିଶେଷ୍ୟ ପଦ କୌଣସି ଏକ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କର ନାମକୁ ବୁଝେଇନି ଏଇଟା ଶିକ୍ଷକଙ୍କର ଜାତିକୁ ବୁଝାଉଛି ଶିକ୍ଷକ ହେଲେ ଜାତିବାଚକ ବିଶେଷ୍ୟ ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ପୁରୀ ଏକ କେଉଁ ବିଶେଷ୍ୟ ପୁରୀ ହେଉଛି ଏଇଟା ଏକ ସହରର ନାମ ଯେହେତୁ ଏଇଟା ହେବ ସଂଜ୍ଞାବାଚକ ବିଶେଷ୍ୟ ପଦ। ଧୈର୍ଯ୍ୟ କେଉଁ ପ୍ରକାର ବିଶେଷ୍ୟ ମଣିଷର ଏକ ଗୁଣ ପେସେନ୍ସ ବା ଧୈର୍ଯ୍ୟ ଏଇଟା ହେବ ଗୁଣବାଚକ। ପରବର୍ତ୍ତୀ କ୍ୱେଶ୍ଚିନ୍ ଏଇଟା ଲାଷ୍ଟ ଥିଲା ତ ଏସବୁ କ୍ୱେଶ୍ଚିନ୍ ଥିଲା ଆମର କ'ଣ ପ୍ରିଭିୟସ୍ ଆସିଥିବା ସବୁ ଓଡ଼ିଆ ଗ୍ରାମାରର କ୍ୱେଶ୍ଚିନ୍ ହେଲା। ଏଇଟା ଏଆର୍ଆଇ 2021ରେ ଆସିଥିଲା ଏଇଟା 2022ରେ ଆସିଥିଲା ଏଇଟା ଫରେଷ୍ଟ ଗାର୍ଡ଼ 2021ରେ ଏକ୍ଜାମ୍ରେ ଆସିଥିବା ବିଶେଷ୍ୟ ପଦରୁ ଏଇଟା ଆସିଥିଲା ହେଲା। ତ ଏସବୁ କ୍ୱେଶ୍ଚିନ୍ ପ୍ରିଭିୟସ୍ରେ ଆସିଥିଲା। ତ ଆଜି ଆମେ କ'ଣ ପଢ଼ିଲେ ନା ବିଶେଷ୍ୟ ପଦ ପଢ଼ିଲେ ପଦ କେତେ ପ୍ରକାର ପଢ଼ିଲେ ବିଶେଷ ସର୍ବନାମ ବିଶେଷଣ। ତ ପରବର୍ତ୍ତୀ କ୍ଲାସ୍ରେ ମାନେ ନିଶ୍ଚିନ୍ତ ଭାବେ ଆମେ ସର୍ବନାମର କ୍ଲାସ୍ କରିବା ଭଲ ଭାବେ ଜାଣିବା ସର୍ବନାମ କ'ଣ ୱିଥ୍ ତା ସହିତ ଆମେ କ'ଣ କରିବା ସର୍ବନାମର ଟପ୍ ସିଲେକ୍ଟେଡ଼୍ କ୍ୱେଶ୍ଚିନ୍ ଯେଉଁ ସବୁ କ୍ୱେଶ୍ଚିନ୍ ମାନେ ପୂର୍ବ ବର୍ଷ ମାନଙ୍କରେ ଆସିସାରିଛି ତା ସହିତ ଆଗକୁ କ'ଣ ଆସିବ ଏକ୍ସପେକ୍ଟେଡ଼୍ କ୍ୱେଶ୍ଚିନ୍ ଯାହା ବି ସେସବୁ ଆମେ କରିବା। ସେଥିପାଇଁ ତ ଫାର୍ଷ୍ଟ ତମେ ଏ କ୍ଲାସ୍ଟା ଭଲସେ ଦେଖ ହେଲା କ୍ୱେଶ୍ଚିନ୍ କର ହେଲା। ତ ପରବର୍ତ୍ତୀ କ୍ଲାସ୍ ପାଇଁ ତମେ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିପାରିବ। ଯଦି କିଛି ପଚାରିବା ଅଛି ତ କମେଣ୍ଟରେ ପଚାର।
ହେଲା। ଟାଇମ୍ ୱେଷ୍ଟ କରନି, ନିଜର ଏକ୍ଜାମ୍ ପାଇଁ ପଢ଼। ତ ରହୁଛି, ନେକ୍ସଟ କ୍ଲାସ୍ରେ ଦେଖା ହେବ। ଜୟ ଜଗନ୍ନାଥ।